ବାର୍ଷିକ ଉତ୍ସବ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥିବୃନ୍ଦ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ମୋର ପ୍ରିୟ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ତଥା ଆନନ୍ଦମୟ ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ମୋର ହୃଦୟ ଭରା ପ୍ରଣାମ ଓ ଅଭିନନ୍ଦନ। ଆମ ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ବାର୍ଷିକ ଉତ୍ସବ କେବଳ ଏକ ପର୍ବ ନୁହେଁ, ବରଂ ଏହା ହେଉଛି ଗୋଟିଏ ବର୍ଷର ସଫଳତା, ସଂଘର୍ଷ ଏବଂ ସ୍ମୃତିର ଏକ ସମାହାର। ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଖାସ୍, କାରଣ ଏହି ବିଦ୍ୟାଳୟରେ ଆମେ କେବଳ ପାଠପଢ଼ା ନୁହେଁ, ବରଂ ଜୀବନ ଜୀଇବାର କଳା ଶିଖିଥାଉ। ଆଜିର ଏହି ରଙ୍ଗୀନ ପରିବେଶ ଏବଂ ଆପଣମାନଙ୍କ ଉପସ୍ଥିତି ଆମ ମନରେ ଏକ ନୂତନ ଉତ୍ସାହ ଭରି ଦେଇଛି। ଆମ ଗହଣରେ ଉପସ୍ଥିତ ଥିବା ଅତିଥିମାନେ ସେମାନଙ୍କର ବହୁମୂଲ୍ୟ ସମୟ ବାହାର କରି ଆମକୁ ଉତ୍ସାହିତ କରିବାକୁ ଆସିଥିବାରୁ ଆମେ ସେମାନଙ୍କ ନିକଟରେ ଚିରଋଣୀ। ସେମାନଙ୍କର ଜୀବନର ଅଭିଜ୍ଞତା ଏବଂ ମାର୍ଗଦର୍ଶନ ଆମ ଭଳି କୁନି କୁନି ଛାତ୍ରମାନଙ୍କ ପାଇଁ ଆଗକୁ ବଢ଼ିବାକୁ ପ୍ରେରଣା ପ୍ରଦାନ କରିବ। ଜଣେ ମଣିଷ ଗଢ଼ିବାର ପ୍ରକୃତ କାରଖାନା ହେଉଛି ବିଦ୍ୟାଳୟ। ମା'ର କୋଳ ପରି ଯଦି କେଉଁଠି ଜଣେ ଶିଶୁ ନିଜକୁ ସୁରକ୍ଷିତ ମନେ କରେ ଏବଂ କିଛି ଶିଖେ, ତାହା ହେଉଛି ଏହି ଶିକ୍ଷା ମନ୍ଦିର। ଆମ ବିଦ୍ୟାଳୟ କେବଳ ଚାରି କାନ୍ଥର ଏକ ଘର ନୁହେଁ, ବରଂ ଏହା ହେଉଛି ଆମର ଦ୍ୱିତୀୟ ପରିବାର। ଏଠାରେ ଗୁରୁଜୀ ଓ ଗୁରୁମାମାନେ ଆମକୁ ପିତାମାତାଙ୍କ ପରି ସ୍ନେହ ଓ ଶାସନରେ ଗଢ଼ି ତୋଳନ୍ତି। ଶିକ୍ଷା ହେଉଛି ସେହି ଶକ୍ତିଶାଳୀ ଅସ୍ତ୍ର, ଯାହା ସାହାଯ୍ୟରେ ଆପଣ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିପାରିବେ। ଆମ ବିଦ୍ୟାଳୟର ସଫଳତା ପଛରେ ଆମ ପ୍ରଧାନ ଶିକ୍ଷକଙ୍କ ଦୂରଦୃଷ୍ଟି ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିରଳସ ପ୍ରଚେଷ୍ଟା ରହିଛି। ସେମାନେ ନିଜେ କଷ୍ଟ ସହି ଆମ ଭବିଷ୍ୟତକୁ ଆଲୋକିତ କରନ୍ତି। ମୋର ପ୍ରିୟ ସାଙ୍ଗମାନେ, ଆଜି ଆମେ ହୁଏତ ଏଠାରେ ଖେଳକୁଦ, ନାଚକୁଦ ଏବଂ ପୁରସ୍କାର ବିତରଣ ପାଇଁ ଏକାଠି ହୋଇଛନ୍ତି, କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଆମେ ହେଉଛୁ ଦେଶର ଭବିଷ୍ୟତ। ଆଜିର ପୁରସ୍କାର କେବଳ ଏକ ପ୍ରମାଣପତ୍ର ନୁହେଁ, ବରଂ ଏହା ଆମ ପରିଶ୍ରମର ଫଳ। ଯେଉଁମାନେ ଆଜି ପୁରସ୍କାର ପାଇଛନ୍ତି ସେମାନଙ୍କୁ ଅଭିନନ୍ଦନ ଏବଂ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ମୋର ଅନୁରୋଧ, ମନ ଦୁଃଖ କର ନାହିଁ। ହାରିଯିବାଟା ବଡ଼ କଥା ନୁହେଁ, ବରଂ ହାରିଯାଇ ମଧ୍ୟ ପୁଣି ଥରେ ଚେଷ୍ଟା କରିବାଟା ହିଁ ପ୍ରକୃତ ସଫଳତା। ଏହି ଅବସରରେ ମୁଁ ଆମ ପିତାମାତାଙ୍କୁ କିଛି କହିବାକୁ ଚାହିଁବି। ଆପଣମାନଙ୍କର ତ୍ୟାଗ ଏବଂ ଭରସା ପାଇଁ ହିଁ ଆମେ ଆଜି ଏହି ମଞ୍ଚରେ ଠିଆ ହୋଇପାରିଛୁ। ଆମ ଖୁସି ପାଇଁ ଆପଣମାନେ ନିଜର ସବୁ ଖୁସିକୁ ବାଜି ଲଗାଇ ଦିଅନ୍ତି। ଆମେ ପ୍ରତିଜ୍ଞା କରୁଛୁ ଯେ ଦିନେ ଆମେ ନିଶ୍ଚୟ ଆପଣଙ୍କୁ ଓ ଆମ ବିଦ୍ୟାଳୟକୁ ଗର୍ବିତ କରିବୁ। ଶେଷରେ ମୁଁ ଏତିକି କହିବି ଯେ ଆମ ବିଦ୍ୟାଳୟର ସୁନାମ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ଆଜି ଏହି ବାର୍ଷିକ ଉତ୍ସବର ମଜା ନେବା ଏବଂ ଏକ ନୂତନ ସଂକଳ୍ପ ସହ ଆଗକୁ ବଢ଼ିବା। ଏହି ଉତ୍ସବକୁ ସଫଳ କରିବା ପାଇଁ ଯେଉଁମାନେ ଦିନ ରାତି ପରିଶ୍ରମ କରିଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜିର ଏହି ରଙ୍ଗୀନ ସନ୍ଧ୍ୟା ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହୁ। ଆଉ ଅଧିକ କିଛି ନ କହି ମୁଁ ମୋର ବକ୍ତବ୍ୟକୁ ସମାପ୍ତ କରୁଅଛି। ଜୟ ହିନ୍ଦ, ଜୟ ଭାରତ। ପିଲାମାନେ ଭାଷଣଟି ପସନ୍ଦ ଆସିଥିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ।